नब मानस मन पोषण नब 1 2 3 पोषण नब हनुमान पूरा चारिपटे बुल आगु आस मानस मानस आगु आस आउटे बच्चे आंटे 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 जमी जमी हनुमान एबे बंदना जड़े आस बंदना कर कौन पढ़ु पढ़ जमी आसो सेमी जाओ हनुमान थी राम आगे जाओ राम आगे जाओ ए संग्राम भाई सियाड़ पछाड़े जाओ आगे रामे जाओ चाहू चाहू आम 10 वर्ष वनवास बीतीगला प्रति मुहूर्त तुम्हें काय सहित छाया भली मो सहित लगी रही केवे तो तुमको कौन से क्लेश अनुभव कर देखी ना क्लेश नुहे स्वामी बरं आपण सहित वनवास मोर आनंद को सदगुणित करिछि आपण बिना अयोध्या मत लगी था अरण्य परी आपण सहित ए अरण्य मध्य थिले भी मत लगुछि जमिति अछि अयोध्या रे सीते से जोडे कोन से बड़ मनोरम ए वन ऋषि अगस्त्य ठीक कही प्रकृति राणी जेपरी तार रूपर पसरा खोली बसी ए देखंतु स्वामी ठीक अछि अधूरा कि सुंदर झरणा वनपत्र दे भासी आसी तार मधुर संगीत वनवासरे परम आनंद आनी देछि एही स्थान पंचवटी एसबू संभव होइछि अनुज लक्षण जो सिद्धहस्त लक्षण किपरि समी वृक्षर शाखा साहाय्य सुंदर कुटीर निर्माण कर लक्ष्मण तुम परि भावज्ञ कृतज्ञ आउ धर्मज्ञ पुत्र लाभ करी आमर पिता धन्य भ्राता वनवास को आसला बेले माता सुमित्रा मते जहा कही कौन आप जाना माता कही आपण को पिता देवी जानकी को माता और अरण्य को अयोध्या मन करी निजर कर्तव्य करने मातांकर से ही उपदेश को मु पालन करिछि माता तुम भातृभक्तिर तुलना नहीं लक्ष्मण आमर सुरक्षा पाई तुम्हें आहार निद्रा त्याग करिछ हसी हसी समस्त क्लेश को वर्ण कर ना माता मोर त्याग सामान्य मात्र प्रति बदल रघुवंश तिलक रामचंद्र एवं आपण को साहचर्य लाभ करिछि किंतु भ्राता भरत भरत हाँ माता तांकरी कथा मु चिंता करुछि ज्येष्ठ भ्रातांक प्रति थिबा तांकर गभीर भक्ति जोगु से राज्य भोग परिहार करी भूतल रे शयन करुछंती तपस्वीर जीवन यापन करुछंती रघुवीरंक विच्छेद रे काल काटुछंती सतरे लक्ष्मण भरत कथा मन पड़ी मु विचलित हो पड़ी प्रवाद अच्छी लोके पितृ स्वभाव अनुकरण न करी मातृ स्वभाव अनुकरण करती किंतु भ्राता भरतंक क्षेत्र में यह विपरीत परिलक्षित होइछि भावुछि दशरथ जहां स्वामी भरत जहां पुत्र से ही माता कईकेयी एते क्रूरमती हेले किपरि कईकेयी हमर माता कौन सी परिस्थिति माता निंदा करवाटा उचित नुहे आज कहीं समस्त कथा मन पड़ी मोर हृदय विचलित हो पड़ी
ମୋର ପ୍ରିୟ ଭରତ ଶତ୍ରୁଘ୍ନ ସହିତ କେବେ ପୁଣି ଆମର ମିଳନ ହେବ କେଜାଣି? ଲକ୍ଷ୍ମଣକୁ ନେଇକି ପଳାଅ, ଲକ୍ଷ୍ମଣ ପାଖକୁ ଯାଅ, କେବେ ମିଳନ ହବ କହିକି ଲକ୍ଷ୍ମଣକୁ କାନ୍ଧରେ ହାତ ପକେଇ ନେଇଯାଅ। ଆର୍ଯ୍ୟପୁତ୍ର ସ୍ୱାମୀ ଦେବର ଲକ୍ଷ୍ମଣ କଣ ହେଲା ପ୍ରିୟ? ଏମିତି ଅସ୍ଥିର ହୋଇ କାହିଁକି ଡାକ ଛାଡ଼ିଛ? ଏଇ ଦେଖନ୍ତୁ ସ୍ୱାମୀ, କି ସୁନ୍ଦର କୁରଙ୍ଗୀ। ଏଭଳି ଅପୂର୍ବ ମୃଗ ମୁଁ ପୂର୍ବରୁ କେବେ ଦେଖିନଥିଲି। এই ମୃଗଟିକୁ ମୋତେ ଆଣି ଦିଅନ୍ତୁ ଆର୍ଯ୍ୟପୁତ୍ର। କିନ୍ତୁ ହେ ଅଗ୍ରଜ, ମୋର ସନ୍ଦେହ ହେଉଛି ଇଏ ପ୍ରକୃତିରେ ମୃଗ ନୁହେଁ। ବାସ୍ତବରେ କ'ଣ ଏପରି ସ୍ୱର୍ଣ୍ଣ ଖଚିତ ମୃଗ କେଉଁଠାରେ ଥାଇପାରେ? ଏହା ନିଶ୍ଚିତ ଭାବରେ କୌଣସି ମାୟାବିନୀ ରାକ୍ଷସୀର ମାୟା। ଲକ୍ଷ୍ମଣ, ଏହି ମୃଗକୁ ପାଇବା ପାଇଁ ସୀତାଙ୍କର ଅଧିକ ଆଗ୍ରହ ଜନ୍ମିଛି। ବାସ୍ତବରେ କେବଳ ପୃଥିବୀରେ ନୁହେଁ, ନନ୍ଦନକାନନରେ ମଧ୍ୟ ଏଭଳି ସ୍ୱର୍ଣ୍ଣ ମୃଗ ଦୁର୍ଲଭ। ସ୍ୱାମୀ, ମୁଁ ଅନୁନୟ କରୁଛି, ଦୟାକରି ଏହି ବିଚିତ୍ର ମୃଗଟିକୁ ମୋତେ ଆଣି ଦିଅନ୍ତୁ। ଆଣିଦିଅ ମୋତେ ଲକ୍ଷ୍ମଣ ବ୍ୟାକ୍ ଷ୍ଟେଜ୍। ପାଦେ ତୁମ କରୁଛି ଅଳି। ଆଣିଦିଅ ମୋତେ ମିରିଗ ପାଦେ ତୁମ କରୁଛି ଅଳି। ଖେଳିବିନି ରାତେ ମୋହି ତାର ସାଥେ, ଖେଳିବିନି ରାତେ ମୋହି ତାର ସାଥେ। বনবাস দুঃখ যেবে পাশুরে পাদে তুম করুছি অড়ি। আনি দিও মতে মিরিগ পাদে তুম করুছি অড়ি। এই মিউজিক মানে এটা ଯିବା ଆସିବା ସ୍ପିଡ୍ ସମସ୍ତ କି ସୁନ୍ଦର ଏ ଚିତ୍ରିତ ହରିଣ। ପ୍ରତି ପଦ ପାଦରେ ତାର ବନଭୂମି ସୁଶୋଭିତ ହୋଇ ଉଠୁଛି। ଯାଆନ୍ତୁ ସ୍ୱାମୀ, ତାକୁ ଧରି ଆଣନ୍ତୁ। ମୁଁ ତାକୁ ଅତି ଯତ୍ନରେ ପାଳନ କରିବି। ଜାନକୀଙ୍କ ଅନୁରୋଧ ଶୁଣିଲ ତ ଲକ୍ଷ୍ମଣ? ତଥାପି ମୋର ଆଶଙ୍କା ହେଉଛି ଅଗ୍ରଜ, ଏହା ପ୍ରକୃତ ମୃଗ ନୁହେଁ। ବେଶ, ତୁମରି କଥା ଅନୁସାରେ ଯଦି ଏ ମୃଗରୂପୀ ରାକ୍ଷସ ହୋଇଥାଏ, ତେବେ ମୋ ହସ୍ତରେ ତାର ନିଧନ ହେବ। ଆଉ ଯଦି ବାସ୍ତବରେ ମୃଗ ହୋଇଥାଏ, ରୁହ ଟିକେ ରୁହ, ତେବେ ତାହା ଆମ ଆଶ୍ରମର ଶୋଭା ବର୍ଦ୍ଧନ କରିବ। ସେ ଦେଖେଇଲେ ଯିବ। ମୁଁ ଆସିବା ପର୍ଯ୍ୟନ୍ତ ତୁମେ ସୀତାକୁ ଆଶ୍ରମରେ ଜଗିବ। ଦେଖେଇଲେ ଯିବ। ମୁଁ ଆସୁଛି। ହୁଏତ ଏହାକୁ ଧରି ଆଣିବି, ନଚେତ ଏହାର ବିନାଶ ସୁନିଶ୍ଚିତ। ଯଥାଜ୍ଞା ଅଗ୍ରଜ। ନା ମାନସ ଭୁଲ ହେଲା, କଣ ହିରୋ ଦେଖେଇକି ଯିବ। ହିରୋ ଦେଖେଇକି ଯିବ। ତ୍ରାହି ଲକ୍ଷ୍ମଣ, 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 ତ୍ରାହି ଲକ୍ଷ୍ମଣ। ଦେବର ଲକ୍ଷ୍ମଣ, ଶୁଣିପାରୁଛୁ ତୁମ ଅଗ୍ରଜଙ୍କର ଆକୁଳ ଆର୍ତ୍ତନାଦ? ଶୁଣୁଛି ଶୁଣୁଛି ଦେବୀ। ନିଶ୍ଚୟ ନିଶ୍ଚୟ ସେ କିଛି ବିପଦରେ ପଡ଼ିଛନ୍ତି। ନା ମାତା, ବୀର ଶ୍ରେଷ୍ଠ ମୋର ଅଗ୍ରଜଙ୍କୁ ବିପଦରେ ପକାଇଦେବ ଏପରି ଶକ୍ତି ଚରାଚର ବିଶ୍ୱରେ କାହାର ନାହିଁ। ଅଗ୍ରଜଙ୍କ ଶରାଘାତରେ ମୃତ୍ୟୁବରଣ କଲାବେଳେ କୌଣସି ମାୟାବୀ ନିଶାଚର ଏହା କରୁଣ ନା ଆର୍ତ୍ତଚିତ୍ତ। ନା 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 ସୌମିତ୍ରୀ, ମୋ କାନକୁ ମୁଁ କେବେ ଅବିଶ୍ୱାସ କରିପାରିବିନି। ଏହା ନିଶ୍ଚୟ ମୋ ସ୍ୱାମୀଙ୍କର ଆକୁଳ ଚିତ୍କାର। ତୁମେ ଯାଅ ଲକ୍ଷ୍ମଣ, ତୁମ ଅଗ୍ରଜ ନିଶ୍ଚୟ କୌଣସି ବିପଦରେ ପଡ଼ିଛନ୍ତି। ମତେ କ୍ଷମା କରିବେ ମାତା, ଅଗ୍ରଜଙ୍କ ଆଜ୍ଞା ଲଙ୍ଘନ କରି ଆପଣଙ୍କୁ ଏକାକିନୀ ଏ ସ୍ଥାନରେ ଛାଡ଼ି ମୁଁ ଯାଇପାରିବିନି। କ'ଣ କହିଲ? ଯିବ ନାହିଁ? ତୁମ ଅଗ୍ରଜ ମୋର ଇହକାଳ ପରକାଳର ଦେବତା।
ଯଦି ତାଙ୍କର କିଛି ଅନିଷ୍ଟ ହୁଏ ତେବେ ମୁଁ ଏ ଜୀବନ ହାରିଦେବି। ন কান্দ জননী তুম্ভ কথা মানি যাଉଛି চলে ମୁଁ ସତ୍ୱର ଯାଉଛି ଚଳେ ମୁଁ ସତ୍ୱର ଅବିଳମ୍ବେ ଆଣି ଅଗ୍ରଜଙ୍କୁ ପୁଣି ଭେଟାଇବି ତୁମ୍ଭ ପୟର ଭେଟାଇବି ତୁମ୍ଭ ପୟର। ଆଉ ବିଳମ୍ବ ନ କରି ଶୀଘ୍ର ଯାଅ ସୌମିତ୍ରୀ। ଯାଉଛି ମାତା। ହେ ବନ ଦେବତା ଗଣ, ମାତା ଜାନକୀଙ୍କୁ ଏକାକିନୀ ଛାଡ଼ି ମୁଁ ଯାଉଛି। ତୁମେ ମାନେ ତାଙ୍କୁ ରକ୍ଷା କରିବ। ମାତା ଭୂମିରେ ତିନି ଘର କାଟି ଦେଇଗଲେ ଏ ଗାଁକୁ କଦାପି ଅତିକ୍ରମ କରିବେ ନାହିଁ। ଅବିଳମ୍ବେ ଅଗ୍ରଜଙ୍କୁ ଧରି ମୁଁ ଫେରି ଆସିବି। ଆସୁଛୁ ମାତା। ହେ ବନ ଦେବାଦେବୀ, ମୋର ସ୍ୱାମୀ ଆଉ ଦେବର ଲକ୍ଷ୍ମଣଙ୍କୁ ସର୍ବକୁଶଳରେ ଫେରେଇ ଆଣ, ସର୍ବକୁଶଳରେ ଫେରେଇ ଆଣ। ଭିକ୍ଷାଂ ଦେହି ଭିକ୍ଷାଂ ଦେହି। କିଏ? ବିକଶିତ ପଦ୍ମ ପରି ସୁଶୋଭିତା ପଦ୍ମିନୀ ନାୟିକା ତାପସୀ ବେଶରେ ଘଞ୍ଚ ଅରଣ୍ୟ ମଧ୍ୟରେ ଏ ପର୍ଣ୍ଣ କୁଟୀରରେ ଏକାକିନୀ ରହିଛ। କିଏ କିଏ ତୁମେ? କ'ଣ ତୁମର ପରିଚୟ? ଆପଣ ସନ୍ନ୍ୟାସୀ, ମୋର ପୂଜ୍ୟ। ପ୍ରଣାମ ଗ୍ରହଣ କରନ୍ତୁ ତପସ୍ୱୀ। ଦୀର୍ଘଜୀବୀ ହୁଅ ତାପସୀ। ଏଥର ତୁମର ପରିଚୟ ପ୍ରଦାନ କର। ମୁଁ ମିଥିଳା ନୃପ ଜନକ ସୁତା ସ୍ନେହେ ଦେଇଛନ୍ତି ମୋ ନାମ ସୀତା। ଶ୍ୟାମ ଦୁର୍ଗା ଦଳ ଶ୍ରୀରାମଙ୍କର ମନୋହାରୀ ଅଟେ ମୁଁ ତପି ମୋର। ଏହା ମୋର ପରିଚୟ ଯେ ଅତି ସହ ବନବାସେ ଅଛି ରହି କୁଟୀର କରି ଆଶ୍ରୟ ଯେ। କିନ୍ତୁ ତୁମର ପତିଙ୍କୁ ତ କାହିଁ ଦେଖୁନାହିଁ। ଆଜି ମୁଁ ଏକ ଅପୂର୍ବ ସ୍ୱର୍ଣ୍ଣମୃଗ ଦର୍ଶନ କରି ତାକୁ ଆଣିଦେବା ପାଇଁ ସ୍ୱାମୀଙ୍କୁ ବନକୁ ପଠାଇଥିଲି। କିଛି କ୍ଷଣ ପରେ ତାଙ୍କର ବିକଳ ଆର୍ତ୍ତନାଦ ଶୁଣି ଦେବରଙ୍କୁ ତାଙ୍କ ନିକଟକୁ ପଠାଇଛି। ସେମାନଙ୍କ ଫେରିବା ବାଟକୁ ମୁଁ ଚାହିଁ ବସିଛି। ଓ ବୁଝିଲି। ହେଲେ ମୁଁ ଜଣେ ଭିକ୍ଷୁକ। ଭିକ୍ଷା ଝୁଲି ଧରି ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗିବା ହିଁ ମୋର ଧର୍ମ। ମତେ କିଛି ଭିକ୍ଷା ଦିଅ ତାପସୀ। ତେବେ ଅପେକ୍ଷା କରନ୍ତୁ ଦ୍ୱିଜବର, ମୁଁ କୁଟୀର ମଧ୍ୟରୁ ଭିକ୍ଷାନ୍ନ ନେଇ ଆସୁଛି। ଏ ହେଉଛି ପ୍ରକୃଷ୍ଟ ସମୟ। ଜାନକୀ ତା ଭିକ୍ଷା ଥାଳରୁ ମୋ ଝୁଲାରେ ଭିକ୍ଷା ଢାଳିବା ସମୟରେ ମୁଁ ତାକୁ କବଳିତ କରିବି। এই নিয়ন্তু দ্বিজবর। ଦିଅ ତାପସୀ। ଭିକ୍ଷା ଦେଇ ମୋ ଝୁଲା ପୂର୍ଣ୍ଣ କର। ক্ষমা করিবে, এই তিନି ଗାର ଅତିକ୍ରମ କରି ମୁଁ ଯାଇପାରିବିନି। ତିନି ଗାର? ଦେବର ଲକ୍ଷ୍ମଣ ଗଲାବେଳେ ଭୂମି ଉପରେ ରେଖାଙ୍କିତ କରିଯାଇଛନ୍ତି। ଅତିକ୍ରମ କରିଗଲେ ବିପତ୍ତି ପଡ଼ିବାର ଆଶଙ୍କା ଅଛି ବୋଲି ମଧ୍ୟ ସତର୍କ କରିଯାଇଛନ୍ତି। ଓ ତୁମେ ତାହେଲେ ମତେ ସନ୍ଦେହ କରୁଛ। ଠିକ ଅଛି, ମୁଁ ଫେରି ଯାଉଛି। ନା ନା ଦ୍ୱିଜବର, ବ୍ରାହ୍ମଣ ଶୂନ୍ୟ ହସ୍ତରେ ଫେରିଗଲେ ପାତକ ଲାଗିବ। ରୁହନ୍ତୁ। এই নিয়ন্তু দ্বিজবর। ଛାଡ଼ନ୍ତୁ ଛାଡ଼ନ୍ତୁ ମତେ। ଛାଡ଼ିଦେବି।
ମୁଁ ତ୍ରିପୁରା ବିଜୟୀ ଲଙ୍କେଶ୍ୱର ରାବଣ। ଲଙ୍କାପତି ରାବଣ। ହଁ ହଁ, ମୁଁ ଲଙ୍କାପତି ରାବଣ। ଆମ ସହିତ ତତେ ମୁଁ ପାଟରାଣୀର ଅଧିକାର ଦେବି। କ୍ଷାନ୍ତ ଓ ଦୁର୍ମଦ ରାକ୍ଷସ, ତୁ ଶୃଗାଳ ହୋଇ ସିଂହୀକୁ କାମନା କରୁଛୁ। କାଳକୂଟ ବିଷ ପାନ କରି ଜୀର୍ଣ୍ଣ କରିବାକୁ ବସିଛୁ। ମହେନ୍ଦ୍ର ତୁଲ୍ୟ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମୋର ପତି। ତାଙ୍କ ହସ୍ତରେ ଧନୁଷର ଥିବା ପର୍ଯ୍ୟନ୍ତ ତୁ ମୋତେ ହରଣ କରି କେବେ ହେଲେ ରକ୍ଷା ପାଇବୁ ନାହିଁ। ଚଟାଧାରୀ ରାମଚନ୍ଦ୍ର। ଦେଖିବି ଦେଖିବି କୋଉ ରାମଚନ୍ଦ୍ର ମୋ ହସ୍ତରୁ ତତେ ରକ୍ଷା କରିବ। ଛାଡ଼ିଦେ ମୋତେ ପାପିଷ୍ଟ। ଛାଡ଼ିଦେବି। ତୋ ପରି ସୁନ୍ଦରୀକୁ ଅଙ୍କ ପରଦାରେ ନ ବସାଇ ଛାଡ଼ିଦେବି। ସ୍ୱାମୀ ଲକ୍ଷ୍ମଣ, କିଏ କୋଉଠି ଅଛ ମୋତେ ରକ୍ଷା କର। ବିଳମ୍ବ ନ କରି ମୋ ସାଙ୍ଗରେ ଆ। ଚିହ୍ନି ନାହୁଁ ମତେ? ମୁଁ ପକ୍ଷୀରାଜ ଜଟାୟୁ, ଅଯୋଧ୍ୟା ନରେଶ ଦଶରଥଙ୍କର ବନ୍ଧୁ। ସତୀ ଜାନକୀ ମୋର କୁଳବନ୍ଧୁ ସମାନ। ଅବିଳମ୍ବେ ତାକୁ ଛାଡ଼ିଦେ, ନଚେତ୍ ମୋର ଏହି ସୁତୀକ୍ଷ୍ଣ ଖଣ୍ଡରେ ମୁଁ ତତେ। ସାମାନ୍ୟ ଏକ ବୃଦ୍ଧ ପକ୍ଷୀ, ତୁ ପୁଣି ମୋ ସହିତ ଯୁଦ୍ଧ କରିବୁ? ଦେଖିବି ଦେଖିବି ତୋର କେତେ ପରାକ୍ରମ। ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ମୁଁ ପାରିଲିନି ମା। ହେ ପକ୍ଷୀବର, ଆପଣଙ୍କର ଏ କି ଦଶା ହେଲା? କାନ୍ଦ ନାହିଁ ମା ଜାନକୀ। ଦଶରଥ ଆଉ ରାମଚନ୍ଦ୍ରଙ୍କ ହିତ ସାଧନ ପାଇଁ ମୋର ପ୍ରାଣ ଚାଲି ଯାଉଥିବାରୁ ଆନନ୍ଦିତ। ମୋର ମୃତ୍ୟୁ ସମୟ ପାଖି ଆସିଲାଣି, କିନ୍ତୁ ମା ଶ୍ରୀରାମଙ୍କୁ ଏ ସମ୍ବାଦ ନ ଦେବା ପର୍ଯ୍ୟନ୍ତ ମୁଁ ମରିବି ନାହିଁ। ଆସ ସୁନ୍ଦରୀ, ଆସ। ହେ ପଶୁପକ୍ଷୀ, ହେ ବନଲତା, ହେ ଦେବତାଗଣ, ମୁଁ ସମସ୍ତଙ୍କୁ ବିନତି କରୁଛି, ରାମଚନ୍ଦ୍ରଙ୍କୁ ଜଣାଇ ରାବଣ ତାଙ୍କର ପ୍ରାଣାଧିକା ସୀତାଙ୍କୁ ହରଣ କରି ନେଇଛି। ସୀତେ, ଜାନକୀ, ମାତା ମାତା। ସୀତେ, ଜାନକୀ, ମାତା ମାତା। এই দেখো লক্ষ্মণ, ইয়ে সীতাଙ୍କର ଅଙ୍ଗଭୂଷଣ ପରି ଦେଖାଯାଉଛି। ଅଗ୍ରଜ, ତା ମାନେ ସୀତା କଣ? ଅଗ୍ରଜ, ମତେ ଲାଗୁଛି ମାତା ବୋଧେ ଏଇ ଦିଗରେ ଯାଇଛନ୍ତି। এই ଦେଖ ଲକ୍ଷ୍ମଣ, ଇଏ ସୀତାଙ୍କର ଗଳାହାର, ଇଏ କୋଟିର କିଙ୍କିଣୀ, ଇଏ ହାତର କଙ୍କଣ। ଚାଲନ୍ତୁ ଅଗ୍ରଜ, ଏଇ ଦିଗରେ ଆମକୁ ଅନୁସରଣ କରିବାକୁ ହେବ। ଚାଲନ୍ତୁ। ଆସ ସୌମିତ୍ରୀ। ମାତା। ହେ ରାମ, ହେ ରାମ, ତୁମ
ମୋର ପତ୍ନୀ ସୀତାଙ୍କୁ ରାବଣ ଅପହରଣ କରି ନେଇଛି। ଆଉ ମୁଁ ତାର ପ୍ରତିରୋଧ କରିବାରୁ ସେ ମତେ ଖଡ୍ଗରେ କ୍ଷତ ବିକ୍ଷତ କରିଛି। ଅଗ୍ରଜ, ଏ ଯେ ପକ୍ଷୀରାଜ ଜଟାୟୁ, ରାବଣ ଶୀଘ୍ର ବିନଷ୍ଟ ହେବ ଏବଂ ତୁମେ ନିଶ୍ଚୟ ବିଜୟ ଲାଭ କରି ଜନକ ନନ୍ଦିନୀଙ୍କ ସହ ମିଳିତ ହେବ। ପିତୃଭ୍ରୁ କୁହନ୍ତୁ, କିଏ ସେଇ ରାବଣ? ରାବଣ ହେଉଛି ବିଶ୍ରବାଙ୍କର ପୁତ୍ର ଆଉ କୁବେରଙ୍କର ଭ୍ରାତା। ଏତିକି ମାତ୍ର ସମ୍ବାଦ ଦେବାକୁ ମୁଁ ବଞ୍ଚି ରହିଥିଲି। କୁହନ୍ତୁ କୁହନ୍ତୁ ପକ୍ଷୀରାଜ, କୁହନ୍ତୁ କୁହନ୍ତୁ ପକ୍ଷୀରାଜ। ସୌମିତ୍ରୀ, ବିହଙ୍ଗରାଜ ମୋ ପାଇଁ ଆଜି ପ୍ରାଣ ବିସର୍ଜନ କଲେ। ତାଙ୍କର ନିଧନ ମୋର ଦୁଃଖକୁ ଶତଗୁଣିତ କରିଦେଇଛି। ଅଗ୍ରଜ, ଆପଣ ଯଦି ବିପଦକୁ ସହ୍ୟ ନ କରିବେ ତାହେଲେ ବିପଦରେ ପଡ଼ିଥିବା ସାଧାରଣ ଲୋକମାନଙ୍କ କି ଅବସ୍ଥା ହେବ? ଅନୁଜ ଲକ୍ଷ୍ମଣ, ପିତା ମହାରଥ ଦଶରଥ ଯେପରି ଆମର ମାନନୀୟ, ପକ୍ଷୀରାଜ ଜଟାୟୁ ମଧ୍ୟ ସେହିପରି ଆମର ମାନନୀୟ। ଜାନକୀଙ୍କ ସନ୍ଧାନ କରିବା ପୂର୍ବରୁ ଚାଲ ଜଟାୟୁଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବା। ହାତ ଧରି ନେଇଯାଅ, ହାତ ଧର, ତା କାନ୍ଧ ଧର, ପଳାଉ। ଲାଇଟ୍ ଅଫ୍ ହବ। ପ୍ରଥମେ ଏହି ହତଭାଗା ପୁତ୍ରର ପ୍ରଣାମ ଗ୍ରହଣ କରନ୍ତୁ ମା, ମୋର ପ୍ରଣାମ ଗ୍ରହଣ କରନ୍ତୁ। ଯଦି ମାୟା ରୂପେ ଆସିଥିବ ମୋର ପାଶ, ଦେଉଅଛି ସାବ୍ୟ ହୋଇ ଯାଅ ବସ। ଜୟ ଶ୍ରୀରାମ। କରୁଛ ମା, ମୁଁ ମାୟାବୀ ନୁହେଁ। ମୁଁ ପରା ଅଯୋଧ୍ୟା ଠାକୁର ରାମଚନ୍ଦ୍ରଙ୍କର ଏହି ହତଭାଗା ସେବକ। ଆପଣଙ୍କର ସନ୍ଧାନ ନିମନ୍ତେ ମୋର ପ୍ରଭୁ ରାମଚନ୍ଦ୍ର ମତେ এই ଲଙ୍କାଗଡ଼ ପଠାଇଛନ୍ତି ମା। ଏଥରୁଟି ଏହି ପୁତ୍ରକୁ ବିଶ୍ୱାସ କରନ୍ତୁ। ମୁଁ ସତ୍ୟ କହୁଛି, ପ୍ରଭୁଙ୍କର ସେବକ ମୁଁ। ମୋତେ ବିଶ୍ୱାସ କରନ୍ତୁ ମାତା। ଯଦି ତୁହି ରାମଦୂତ ଅଟୁ ହନୁମାନ, ସତ୍ୟ କହୁଛି ମାତା। ହନୁମାନ କୁହନ୍ତୁ ମାତା। କି ସଂକେତ ଦେଇଛନ୍ତି ପ୍ରଭୁ ମୋର ବାସ। ହନୁମାନ ଦେଇଛନ୍ତି ମା। ମୋର ହସ୍ତରେ ପ୍ରଭୁ ରାମଚନ୍ଦ୍ର ଏକ ଅମୂଲ୍ୟ ସଂକେତ ଦେଇଛନ୍ତି। ଯେତେବେଳେ ଆସିଲି ମୋ ପ୍ରଭୁଙ୍କ ନିକଟରୁ, ଆସିବା ବେଳେ ମତେ କହିଥିଲେ, ହନୁରେ ଯଦି ସତୀ ସୀତା ନ ଯିବେ ବିଶ୍ୱାସ, ଶେଷରେ ହିଁ ଅମୂଲ୍ୟ ସଂକେତ ଦେଖାଇଲେ ତତେ ନିଶ୍ଚିନ୍ତ ବିଶ୍ୱାସ କରିବେ ଜଗତ ମା। ହନୁମାନ ମା, ମୋର ହସ୍ତରେ ପ୍ରଭୁ ରାମଚନ୍ଦ୍ର କ'ଣ ଦେଇଛନ୍ତି ଜାଣିଛ ମା? କ'ଣ ଦେଇଛନ୍ତି ହନୁମାନ? ତୁମେ ସେଇ ଅମୂଲ୍ୟ ସଂକେତକୁ ଦେଖିଲେ ତୁମେ ନିଶ୍ଚିନ୍ତ ବିଶ୍ୱାସ କରିପାରିବ ମୋ ପ୍ରଭୁ ରାମଚନ୍ଦ୍ରଙ୍କର
ଦୂତ ବୋଲି। କିନ୍ତୁ କ'ଣ ଦେଇଛନ୍ତି ସେ ପ୍ରଭୁ ଜାଣିଛ ମାତା? ହି ଦେଇଛନ୍ତି ପ୍ରଭୁ ମାତା ହି ମୁଦ୍ରିକା ମକର ହି ନାମାଙ୍କିତ ସ୍ୱର୍ଣ୍ଣ ମୁଦ୍ରା ଅଟେ ପ୍ରଭୁଙ୍କର। ଦେଇଛନ୍ତି ପ୍ରଭୁ ମାତା ମୁଦ୍ରିକା ମକର ନାମାଙ୍କିତ ସ୍ୱର୍ଣ୍ଣ ମୁଦ୍ରା ଅଟେ ପ୍ରଭୁଙ୍କର। ମାତା ନିଅନ୍ତୁ ମା, ଏଇ ପରା ସେଇ ପ୍ରଭୁଙ୍କର ସେଇ ନାମାଙ୍କିତ ସ୍ୱର୍ଣ୍ଣ ମୁଦ୍ରା। ନିଅନ୍ତୁ ମା। ଅବିଳମ୍ବ ନ କରି ବସାଇ ପୁତ୍ର କନ୍ଧରେ ମୁଁ ସତ୍ୟ କହୁଛି, ଭିଟାଇବି ନେଇ ଅଯୋଧ୍ୟା ଠାକୁର ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ। এই বিপদ কাଳରେ এই অশুভ বাক্য মুখে ধরত ନାହିଁ ମା। କିଏ କହିଲା ତୁମେ ଅସତୀ ମା? ମୋର ପ୍ରଭୁ ରାମଚନ୍ଦ୍ର ନିଶ୍ଚିତ ତୁମକୁ ଏହି ଲଙ୍କା କଟକରୁ ନେବେ ମା। ମାତା, ଆଉ ତୁମେ କ୍ରନ୍ଦନ କରନ୍ତୁ ନାହିଁ ମା। ମୁଁ ଆପଣଙ୍କର ଆଜ୍ଞା ମାନି ନିଶ୍ଚିନ୍ତ ଚାଲିଯିବି ମୋର ଅଯୋଧ୍ୟା ଠାକୁର ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ। କିନ୍ତୁ ଯେତେବେଳେ ଯିବି ମୋ ପ୍ରଭୁଙ୍କ ନିକଟରେ, ପ୍ରଭୁ ତ ମୋତେ ନିଶ୍ଚିନ୍ତ ପଚାରିବେ ହୃଦୟରେ, ତୁ କ'ଣ ପ୍ରକୃତରେ ଜଗତ ଜନନୀ ମାତା ସତୀର ସନ୍ଧାନ ନେଇ ଆସିଅଛୁ ମୋହରି ନିକଟରେ? ମୁଁ କି ଉତ୍ତର ଦେବି ମା? ଆଉ କି ସଂକେତ ଦେଖାଇ ତାଙ୍କ ମନରେ ମୁଁ ବିଶ୍ୱାସ ଭରିବି? ହେ ମା,
ମୋର ପଥ ଚାହିଁ ମୋର ପ୍ରଭୁ ଅଯୋଧ୍ୟା ଠାକୁର ରାମ ଲକ୍ଷ୍ମଣ ସେଇ ମାଲ୍ୟବନ୍ତ ପର୍ବତ ଉପରେ ମୋତେ ଅପେକ୍ଷା କରିଥିବେ ମା। ଯଦି ଆପଣଙ୍କ ପାଖରେ କିଛି ସଂକେତ ଅଛି ଆଉ ଯେଉଁ ସଂକେତ ଦେଖିଲେ ମୋର ସ୍ୱାମୀ ମୋତେ କରିବେ ବିଶ୍ୱାସ, ସେହି ସଂକେତ ଦିଅନ୍ତୁ ମା। ସେହି ସଂକେତ ନେଇ ଆନନ୍ଦରେ ଚାଲିଯିବି ମୋ ପ୍ରଭୁଙ୍କ ନିକଟେ। ଦିଅନ୍ତୁ ମା। ବି ସଂକେତ ଅଛି ମୋ ପାଶର। କିଛି ବି ସଂକେତ ଦିଅନ୍ତୁ ମା, ନହେଲେ ପ୍ରଭୁ ମୋତେ କିପରି ବିଶ୍ୱାସ କରିବେ? ହନୁମାନ, ମା ଏହି ମଥାମଣି ମାତ୍ର ସଂକେତ ମୋର। ବିବାହ କାଳେ ଦେଇଥିଲେ ପିତା ଦଶରଥ। ମାତା ନିୟମନ ଦିଅନି ପ୍ରଭୁ ରଘୁନାଥ। ମା ଏବେ ଏ ପୁତ୍ରକୁ ଦିଅନ୍ତୁ ବିଦାୟ ମା। କରୁଛି କଲ୍ୟାଣ ତରିଣ ପୁରୁ ପ୍ରମାଦ। ଯେତେ ବିପଦ ଆସିବ ହୋଇବ ଖଣ୍ଡନ। ଠିକ ଅଛି ମା, ଚାହନ ମନ ଏବେ ଆସୁଛି ମାତା। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ସୀତାରାମ। ସୀତାଙ୍କ ପାଖରୁ ହନୁ ବିଦାୟ ନେଲା। ଅଶୋକ ବନରେ ତହୁଁ ପ୍ରବେଶ ହୋଇଲା। ଫଳମୂଳ ଖାଇ ବନ ଥାର ଥାର କଲା। ଏହା ଦେଖି ଇନ୍ଦ୍ରଜିତ କ୍ରୋଧିତ ହୋଇଲା। ଆଗ ଫସେ ହନୁକୁ ସେ ବାନ୍ଧି ପକାଇଲା। ରାବଣ ଦୁଆରେ ଯାଇ ଛିଡ଼ା କରାଇଲା। ପାପିଷ୍ଠ ରାବଣ କିଛି ବୁଝି ନ ପାରିଲା। ହନୁ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରିଲା। ଚାହୁଁ ଚାହୁଁ ଲଙ୍କା ପୁରୀ ଭସ୍ମ ହୋଇଗଲା। ଦେଖ ଦେଖ ଅତି ଜ୍ଞାନୀ ରାବଣ ସେ ପାନେ ପାଇଗଲା। ଶ୍ରୀରାମ ଜୟ ରାମ, ଜୟ ଜୟ ରାମ। ପବନ ନନ୍ଦନ ଜୟ ଜୟ ହନୁମାନ। ମହାରାଜ, ଆପଣ କ'ଣ ଭୁଲିଗଲେ? ସାମାନ୍ୟ ରାମଙ୍କ ଦୂତ ହନୁମାନ ଲଙ୍କାରେ ନିଆଁ ଲଗାଇ ଚାଲିଗଲେ। ଆମର ମନ୍ତ୍ରୀଗଣ ଓ ନଗର ରକ୍ଷକ ହନୁମାନଙ୍କୁ କିଛି ବି କରିପାରିଲେ ନାହିଁ। ହେ ଲଙ୍କେଶ୍ୱର, ବର୍ତ୍ତମାନ ଲଙ୍କା ସୁରକ୍ଷିତ ନାହିଁ। ତୁମେ ହିଁ କୁହ ବିଭୀଷଣ, ବର୍ତ୍ତମାନ କ'ଣ କରାଯାଇପାରିବ? ମହାରାଜ, ଶ୍ରୀରାମଚନ୍ଦ୍ରଙ୍କ ବିଭୀଷଣ, ଶତ୍ରୁକୁ ଶ୍ରୀ କହି ସମ୍ବୋଧନ କରି ଆମକୁ ଅପମାନିତ କରୁଛ। କ୍ଷମା ଚାହୁଁଛେ ମହାରାଜ। ମୋର ମତ, ଆମେ ସ୍ୱୟଂ ରାମଙ୍କ ସହିତ ଶତ୍ରୁତା ପ୍ରାରମ୍ଭ କଲେ। ଭଉଣୀ ଶୂର୍ପଣଖା ଯାହା କରିଲେ କଲେ, ତାଠୁ ଅଧିକ ଅନୀତିପୂର୍ଣ୍ଣ କାମ କରିଥିଲେ ଆପଣ। ରାମଙ୍କର ପତ୍ନୀକୁ ଚୋରି କରି ଲଙ୍କାରେ ଆଣି ରଖିଲେ। ବିଭୀଷଣ, ତୁମେ କନିଷ୍ଠ ହୋଇ ମୋତେ ଅଧର୍ମ ଅନୀତିର ଶିକ୍ଷା ଦେବ? ହେ ଲଙ୍କେଶ୍ୱର, ମୋର ପ୍ରାର୍ଥନା, ଯଥାଶୀଘ୍ର ଆପଣ ଦେବୀ ସୀତାଙ୍କୁ ରାମଚନ୍ଦ୍ର ପାଖକୁ ଫେରାଇ ଦିଅନ୍ତୁ। ଲଙ୍କା ଏବଂ ଲଙ୍କାବାସୀଙ୍କୁ ବିନାଶରୁ ବଞ୍ଚିତ କରନ୍ତୁ ମହାରାଜ। ବିଭୀଷଣ,
ମୁଁ ଲଙ୍କେଶ ହେ ସୈନ୍ୟଗଣ ମୁଁ ଆଦେଶ ଦଉଛି ବିଭୀଷଣକୁ ରାଜ ଦରବାରରୁ ବିତାଡ଼ିତ କରାଯାଉ। ଭାଇନା ସେ ଗଲା ପରେ ଆପଣ ଆସିବେ। ଅଗ୍ରଜ ଭ୍ରାତା, ଏଇ ଦେଖନ୍ତୁ ବାନର ସେନା ଆମ ନିକଟକୁ ମାଡ଼ି ଆସୁଛନ୍ତି। ଜୟ ଶ୍ରୀରାମ, ଜୟ ଶ୍ରୀରାମ। ଏଇଥିରେ ଉପରୁ ଚଳିବ, ଏଇ ମିଟିରେ ଉପରୁ ଚଳିବ। জয় শ্রীরাম, জয় শ্রীরাম, জয় শ্রীরাম। ଜମ୍ବୁମାନ ଭାଇ ଏପଟକୁ ଆସନ୍ତୁ, ଏ ଛୁଆ ପାଖରେ প্রভু শ্রীরাম, ସେଇଠି ସେଇଠି ନା। ଏ ବାନରରାଜ ସୁଗ୍ରୀବ ଆପଣଙ୍କୁ ପ୍ରଣାମ ଜଣାଉଛି। ମୁଁ ଏବଂ ମୋର ବାନର ସେନା ଲଙ୍କାକୁ ଆକ୍ରମଣ କରି ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବୁ। ହେ ବାନର ରାଜ ସୁଗ୍ରୀବ, ଆପଣଙ୍କୁ ମିତ୍ର ରୂପରେ ପାଇ ମୁଁ ଅତ୍ୟନ୍ତ ଗର୍ବିତ। ଜୟ ଶ୍ରୀରାମ, ଜୟ ଶ୍ରୀରାମ। ହନୁମାନ, ରାମଙ୍କ ଚାରିପଟେ ବୁଲିଯିବ, ରାମଙ୍କ ଚାରିପଟେ ବୁଲିଯିବ, ଖୁସି ଖବର ଆଣିବ। জয় শ্রীরাম, জয় শ্রীরাম, জয় শ্রীরাম। ହନୁମାନ, କି ସନ୍ଦେଶ ଆଣିଛ? ସୀତା ମାତାଙ୍କର କିଛି ସନ୍ଧାନ ମିଳିଲା? ହଁ ପ୍ରଭୁ, ହଁ ପ୍ରଭୁ, ସୀତା ମାତାଙ୍କ ସନ୍ଧାନ ମିଳିଗଲା। ଅଶୋକ ବନରେ ସୀତା ମାତା ଅଛନ୍ତି। ହଉ ହଉ ପ୍ରଭୁ, ଏଇ ଦେଖନ୍ତୁ, ଏଇ ଦେଖନ୍ତୁ, ସୀତା ମାତାଙ୍କ ଠାରୁ ଗୋଟେ ସନ୍ତକ ଆପଣଙ୍କୁ ଦେବା ପାଇଁ କହିଛନ୍ତି, ମୁଁ ନେଇ ଆସିଛି। ନିଅନ୍ତୁ ପ୍ରଭୁ, ନିଅନ୍ତୁ। ଜାନକୀଙ୍କ ସନ୍ତକ। ଜମ୍ବୁମାନ ଟିକେ ବୁଝାନ୍ତୁ, ଜମ୍ବୁମାନ, ଜମ୍ବୁମାନ ଲକ୍ଷ୍ମଣ ବୁଝିଲା ପରେ ଆପଣ ସୂର୍ଯ୍ୟ ବୁଝିଲା ପରେ ଆପଣ ବୁଝିବେ। ଫାଷ୍ଟ ଲକ୍ଷ୍ମଣ।
ଜାନକୀ, ମୁଁ ପାରୁନି ଜାନକୀ, ମୁଁ ପାରୁନି। ମୁଁ ତୁମକୁ କିପରି କରିବି ଉଦ୍ଧାର? ତୁମେ ମୋ ପିଣ୍ଡର ପ୍ରାଣ। ତୁମକୁ ଛାଡ଼ି ଏ ରାମ କଣ କେବେ ବଞ୍ଚି ପାରିବ? ନା ନା, ତୁମକୁ ଛାଡ଼ି ମୁଁ କେବେ ବି ବଞ୍ଚି ପାରିବି ନାହିଁ ଜାନକୀ, କେବେ ବି ବଞ୍ଚି ପାରିବି ନାହିଁ। ତୁମେ ତୁମେ କିଛି ଚିନ୍ତା କର ନାହିଁ ଜାନକୀ। ଯେତେ ବିପତ୍ତି ଆସୁନା କାହିଁକି, ଏ ରାମ ତୁମକୁ ନିଶ୍ଚୟ କରିବ ଉଦ୍ଧାର। ହଁ ହଁ, ନିଶ୍ଚୟ କରିବ ଉଦ୍ଧାର ଜାନକୀ, ନିଶ୍ଚୟ କରିବ ଉଦ୍ଧାର। ପ୍ରଣାମ ପ୍ରଭୁ। ପ୍ରଣାମ। ଆପଣଙ୍କ ପରିଚୟ? ହେ ପ୍ରଭୁ, ମୁଁ ମହାରାଜ ରାବଣଙ୍କର କନିଷ୍ଠ ଭାଇ ବିଭୀଷଣ। ହେ ଦେବତାଙ୍କର ରକ୍ଷକ, ମୋ ଭିତରେ ସେ ସମସ୍ତ ଅବଗୁଣ ରହିଛି। କାରଣ ମୋର ଦୁର୍ଭାଗ୍ୟ, ମୁଁ ରାକ୍ଷସ କୁଳରେ ଜନ୍ମ ନେଇଛି। ମୁଁ ଆପଣଙ୍କର ଦର୍ଶନ କରିବାର ପାତ୍ର ନୁହେଁ। ତତ୍ପଶ୍ଚାତ୍ ମୁଁ ଆପଣଙ୍କର ଶରଣରେ ଆସିଅଛି। ମୁଁ ଶୁଣିଛି ଯେଉଁମାନେ ଆପଣଙ୍କର ଶରଣରେ ଆଶ୍ରୟ ପାଆନ୍ତି ସେମାନଙ୍କର ଜନ୍ମ, ମୃତ୍ୟୁ, ଦୁଃଖ ଓ କଷ୍ଟର ଭୟରୁ ମୁକ୍ତି ପାଇଥାନ୍ତି। ପ୍ରଭୁ, ମୋତେ ମହାରାଜ ରାବଣ ଅପମାନିତ କରି ଲଙ୍କା ଦରବାରରୁ ବିତାଡ଼ିତ କରିଛନ୍ତି। ମୁଁ ତାଙ୍କୁ ଅଧର୍ମ ଏବଂ ଅନୀତିର ରକ୍ଷା କରିବା ପାଇଁ ଦେବୀ ସୀତାଙ୍କୁ ସମାନ ଆପଣଙ୍କ ନିକଟକୁ ଫେରାଇ ଦେବା ପାଇଁ ଜୋର ଦେଇଥିଲି। କାରଣ ଲଙ୍କା ଓ ନିର୍ଦ୍ଦୋଷ ଲଙ୍କାବାସୀଙ୍କୁ ଯୁଦ୍ଧ ମୁଖରୁ ବଞ୍ଚିତ କରାଯାଇପାରିବ। ପରନ୍ତୁ ପ୍ରଭୁ, କୌଣସି ପ୍ରକାରେ ସେ ମାନିଲେ ନାହିଁ। ମୁଁ ମୋର ମୁକୁଟକୁ ମଧ୍ୟ ତାଙ୍କ ଚର୍ମରେ ରଖି ପ୍ରାର୍ଥନା କଲି। ସେ ମୋ ମୁକୁଟକୁ ଗୋଇଠା ମାରିଲେ। ମୁଁ ଅପମାନିତ ହୋଇ ମୋ ବନ୍ଧୁ, ପରିବାର, ଧନ ସମ୍ପତ୍ତି ତ୍ୟାଗ କରି ଆପଣଙ୍କ ଶରଣରେ ସେବା କରିବାକୁ ଆସିଅଛି ପ୍ରଭୁ। ଆପଣ ଆମ ଶତ୍ରୁକୁ ତ୍ୟାଗ କରି ଆମ ଶରଣରେ ଆସିଛନ୍ତି। ମୋ ଦୃଷ୍ଟିରେ ଆଜିଠାରୁ ଆପଣ ଆମର ମିତ୍ର ହେଲେ। ହେ ଲଙ୍କେଶ ବିଭୀଷଣ। ଲଙ୍କେଶ ବିଭୀଷଣ? ଏ କିପରି ସଂଜ୍ଞା ଦେଲେ ପ୍ରଭୁ? ଲଙ୍କେଶ ତ ସ୍ୱୟଂ ମହାରାଜ ରାବଣ। ହେ ମିତ୍ର, ରାବଣର ସେହି ଗର୍ବ ଅହଙ୍କାର ଅଳ୍ପ ଦିନ ମଧ୍ୟରେ ମୃତ୍ୟୁର କାରଣ ହେବ। ତତ୍ପଶ୍ଚାତ୍ ଆପଣ ହିଁ ହେବେ ଲଙ୍କାର ଉତ୍ତରାଧିକାରୀ। ପ୍ରଭୁ ଶ୍ରୀରାମ ଆଉ କାଳ ବିଳମ୍ବ ନ କରି ଲଙ୍କା ଉପରକୁ ଆକ୍ରମଣ କରି ପାପୀ ରାବଣଙ୍କୁ ହତ୍ୟା କରି ମାତା ସୀତାଙ୍କୁ ରକ୍ଷା କରିବା। କିନ୍ତୁ ରାବଣକୁ ହତ୍ୟା କରିବା ଓ ଯୁଦ୍ଧରେ ପରାସ୍ତ କରିବା ସହଜ କଥା ନୁହେଁ। ସେ ଅନେକ ବିଦ୍ୟାରେ ସାମର୍ଥ୍ୟ ହାସଲ କରିଛି। ମାୟାବୀ ରାବଣର ଗୂଢ଼ ରହସ୍ୟ କିନ୍ତୁ ମୁଁ ଜାଣିଛି। ହେ ପ୍ରଭୁ, ସେ ଗୂଢ଼ ରହସ୍ୟ ଯଥା ସମୟରେ ମୁଁ ଆପଣଙ୍କୁ ସୂଚିତ କରିବି ପ୍ରଭୁ। ପ୍ରଭୁ ଶ୍ରୀରାମ ଆଉ କାଳ ବିଳମ୍ବ ନ କରି ଲଙ୍କା ଉପରକୁ ଆକ୍ରମଣ କରି ପାପୀ ରାବଣଙ୍କୁ ହତ୍ୟା କରି ମାତା ସୀତାଙ୍କୁ ରକ୍ଷା କରିବା। ଆକ୍ରମଣ! 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 ଆକ୍ରମଣ!
ଲଙ୍କପତି ରାବଣ ହସ୍ତେ ପରାଜିତ ହେଲା ବୀର ହନୁମାନ। ଆଉ ରକ୍ଷା ନାହିଁ ତାର। ମୋର ହସ୍ତେ ଆଜି ନିଶ୍ଚୟ ତେଜିବ ଜୀବନ। ରଣ ଲାଗି ହୁଅତୁ ପ୍ରସ୍ତୁତ। ସେଥିପାଇଁ ଭୀତ ନୁହେଁ ଲଙ୍କେଶ ରାବଣ। ଏ ସଂଗ୍ରାମ ଭାଇ ଏପଟେ କର, ଆଙ୍କ ସାଙ୍ଗରେ କର, ଆଙ୍କ ସାଙ୍ଗରେ କର, ସେ ଥାଉ ସେ ଥାଉ। ଜାମ୍ବୁବାନ ମାଙ୍କଡବାନ ପାଖରେ ମାଙ୍କଡ, ଜାମ୍ବୁବାନ ଜାମ୍ବାନ ସେ ମାଙ୍କଡ ପାଖରେ। ମଝିରେ 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 ତ ପିଲାଙ୍କୁ ଧରିଥିବେ। রে নারী চোর রাবণ, এই দেখ এই সরে কাটিলি তো শির। রে রে বনবাসী জটাধারী রাম, শক্তিহীন হইলে কি তুই? হে অগ্রজ, শুଣୁଛ ନା ଦୈତ୍ୟ ଛଳ ଭାଷା? ଆଜି ରଣେ ଏ ରାବଣ ନହେଲେ ବିନାଶ, ସ୍ୱର୍ଗ ମର୍ତ୍ତ୍ୟ ରସାତଳ କରିଦେବ ଧ୍ୱଂସ। রে বনচর রাম, হীন বল পরিকিম্পা হেলু নিরুত্তর। শক্তি ଥିଲେ তোর দেহে আস মা তোর রঙ্গে। রে ভণ্ড নারী চোর, জନ୍ତୁପତି ଚାହିଁଅଛି ତୋରି ପଥକୁ। ଜମାଳୟ ଯିବା ପାଇଁ ବହୁତ ପ୍ରସ୍ତୁତ। ପକା ତମେ ପଡ଼ିଯାଅ। হায় রঘুনাথ, হায় রাম, জয় শ্রীরাম, জয় জয় শ্রীরাম, ନାଇଁ ନାଇଁ জয় ଟିକେ ରୁହ। শ্রী রাম। म्यूजिक ना धीरे धीरे सब पसंद है, धीरे 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 धीरे। सुदशरथ अजर बिहारी। अरे बाबू सुधरीब, ए छुआ रहिले तमे देखा हेबनी। ए छुआ गुटे पछु कर सुधरीब, छुआ को पछु करियो ना तमे देखा हेबनी। हरि अनंत हरि अरे बाबू तमे सपड़ दिलो परा, तमे सपड़ जाओ। ए बाबू इधर इधर। कहि सुन बहु। अरे बाबू आड़े पछु को बस हो गया। जय करो, ये जय करो। जय श्री राम।